ଲମ୍ବି ଯାଇଥିବା ରାସ୍ତାର ସେ ନିଛାଟିଆ ଆମ୍ବ ଗଛକୁ ଚାହିଁଲେ କେତେ କ'ଣ ମନେ ପଡ଼େ। ଫଗୁଣର ପ୍ରଥମ ଛୁଆଁରେ ବୋଧେ ସେଇଠି ପ୍ରଥମେ ଆମ୍ବ ବଉଳେ। ସେ ଆମ୍ବ ଗଛକୁ ଅତିକ୍ରମ କରି ଯାଉଥିବା ସବୁ ପଥିକଙ୍କ ଆଖି ପ୍ରଥମେ ସେଇଠି ପଡ଼େ। କାହିଁକି ନା ସେ ଗଛ ତଳେ ବସିଥିବା ବାବୁନା ପାଗଳ ଠେଲା ପଥରରେ ସବୁଦିନ ତା ଘର ତୋଳେ। +3ର ଅନର୍ସ ଡିଷ୍ଟିଂସନରେ ପାସ୍ କରିଥିବା ବିଶ୍ୱଜିତ ମହାପାତ୍ର ଏବେ ସେ ଆମ୍ବ ଗଛ ତଳର ଓନର ବୋଲି ଜଣାପଡ଼େ। କେବେ ହାରି ଯାଇଥିବା ମଣିଷ ପରି କଇଁ କଇଁ ହେଇ କାନ୍ଦେ, ଆଉ କେବେ ଜିତି ଯାଇଥିବା ରାଜା ପରି ଠୋ ଠୋ ହେଇ ହସେ। କେହି ହାତ ବଢ଼େଇ ଖାଇବାକୁ ଦେଲେ ଖାଏ, ନହେଲେ ଠେଲା ପଥରର ରାଜ ଉଆସରେ ଶୋଇଯାଏ। ସବୁ ବର୍ଷର ଫଗୁଣ ମାସ କିନ୍ତୁ ତା ପାଇଁ ପୁରା ନିଆରା। ସେଇ ଆମ୍ବ ଗଛର ମିଠା ଆମ୍ବ ପରା ତା ପ୍ରଥମ ପ୍ରେମର ସାହାରା। ଆଉ ଏବେ ସେ ଗଛରେ ଭର୍ତ୍ତି ଆମ୍ବ। ବାବୁନା ମନରେ ବି ମହକି ଯାଉଥିବା ମିଠା ବାସ୍ନା। ସେ ପୁଣି ଆସିବ ଛଡ଼େଇ ନବ ମିଠା ଆମ୍ବ, କଥା ଦେଇଯିବ ଆଉ ଗୋଟେ ବର୍ଷର। କିନ୍ତୁ ସେ ସବୁ ସତ ହୁଏନି। ଆମ୍ବ ଯେତେ ମିଠା ହେଲେ ବି ସେ ଆସେନି। ବାବୁନା କିନ୍ତୁ ଗୋଟେ ବି ଆମ୍ବ କାହାକୁ ଛୁଇଁବାକୁ ଦିଏନି। ଦିନ ସରି ରାତି ଆସେ, ସବୁ ଫଗୁଣରେ କିନ୍ତୁ ବାବୁନା ସେମିତି ଆମ୍ବକୁ ଧରିକି ବସେ। ସତରେ ଲମ୍ବି ଯାଉଥିବା ରାସ୍ତାର ସେ ନିଛାଟିଆ ଆମ୍ବ ଗଛକୁ ଚାହିଁଲେ କେତେ କ'ଣ କଥା ମନେ ପଡ଼େ। ଫଗୁଣର ପ୍ରଥମ ଛୁଆଁରେ ବୋଧେ ସେଇଠି ପ୍ରଥମେ ଆମ୍ବ ବଉଳେ।